ପିଲାମାନେ ଆଜି ଆମେ ଆଉ ଗୋଟେ ଗପ ଶୁଣିବା। କାଲି ଶୁଣିଥିଲେ ବଂଶୀ କଥା କହିଲେ, ଶ୍ରୀକୃଷ୍ଣଙ୍କର ବଂଶୀ କେମିତି ଶ୍ରୀକୃଷ୍ଣଙ୍କର ମହିମାରେ କଥା କହିଲେ। ଆଜି ଆମେ ଆଉ ଗୋଟେ ଗପ ଶୁଣିବା। ଗପର ନାଁ କଣ ନା ନିଜେ ନିଜକୁ ଦେଖ। ତମକୁ ବଡ ଅଡୁଆ ଲାଗୁଥିବ ଯେ କଣ ନିଜେ ନିଜକୁ ଦେଖ, ତଥାପି ମୁଁ ଗପଟିଏ କହୁଛି ଶୁଣ। ବହୁତ ଦିନ ତଳର କଥା। ଜଣେ ଗୋଟେ ଗାଁକୁ ଜଣେ ସନ୍ନ୍ୟାସୀ ଆସିଥାନ୍ତି। ତମାନେ ଜାଣିଛ ପିଲେ, ଭାରତ ହଉଛି ସାଧୁ ସନ୍ଥ ସନ୍ନ୍ୟାସୀଙ୍କର ଭୂମି। ତେଣୁ ଆମର ଏଠି ରାଜାଙ୍କୁ ଯେତିକି ସମ୍ମାନ ଦିଆଯାଏନି, ସାଧୁ ସନ୍ନ୍ୟାସୀଙ୍କୁ ସେତିକି ସମ୍ମାନ ଦିଆଯାଏ। କାହିଁକି ନା ସେ ଈଶ୍ୱର ଅନ୍ୱେଷଣରେ ରହିଥାନ୍ତି, ମଣିଷ ଭିତରେ ଆଧ୍ୟାତ୍ମିକ ଚେତନା ଭରନ୍ତି। ସେଥିପାଇଁ ଆମର ଭାରତରେ ସାଧୁ ସନ୍ଥଙ୍କୁ ରାଜାର ଉଚ୍ଚ ସ୍ଥାନ ଦିଆଯାଇଛି। ଥରେ ଜଣେ ସନ୍ନ୍ୟାସୀ ଜଣଙ୍କ ଗାଁକୁ ଆସିଲେ। ତମେ ଜାଣିଛ ପିଲେ, ଗାଁର ମୁଖିଆ ହଉଛନ୍ତି କିଏ ନା ସରପଞ୍ଚ ହଉଛନ୍ତି ଗାଁର ମୁଖିଆ। ତେଣୁ ଯେତେବେଳେ ସନ୍ନ୍ୟାସୀ ଜଣକ ଆସିଲେ, କାହା ଘରେ ତ ପୁଣି ରହିବେ, ତେଣୁ ସେ ଜଣେ ସରପଞ୍ଚଙ୍କର ଅତିଥି ହେଲେ, ତାଙ୍କ ଘରେ ରହିଲେ। ପିଲାମାନେ ତମେ ଜାଣିଛ, ସାଧୁ ସନ୍ନ୍ୟାସୀ ଆସିଲେ ସମସ୍ତେ ଆସିକି ପ୍ରଣାମ କରନ୍ତି, ତାଙ୍କଠୁ ଆଶୀର୍ବାଦ ନିଅନ୍ତି, କିଛି ଭଲ କଥା ଶିଖନ୍ତି। ସେଇଠୁ ଗାଁର ଲୋକମାନେ ସମସ୍ତେ ଆସିଲେ, ସାଧୁଙ୍କୁ ସମସ୍ତେ ପ୍ରଣାମ କଲେ। ସାଧୁ ବଡ ନୀରବ, ବହୁତ କମ କଥା କୁହନ୍ତି। ସମସ୍ତେ ବେଳେ ତାଙ୍କୁ ପ୍ରଣାମ କରନ୍ତି, ସେ ଗୋଟିଏ କଥା କହନ୍ତି, ନିଜେ ନିଜକୁ ଦେଖ, ନିଜେ ନିଜକୁ ଦେଖ କହିକି ଆଶୀର୍ବାଦ କରନ୍ତି। ସମସ୍ତେ ଭାବିଲେ ଏ ସାଧୁ କିଛି ଆସୁନି, ଏ ସାଧୁ କିଛି ଜାଣିନାହାନ୍ତି, କଣ ଖାଲି ନିଜେ ନିଜକୁ ଦେଖ ନିଜେ ନିଜକୁ ଦେଖ କହୁଛନ୍ତି। ସେଠୁ ଏମିତି ରହିଲେ। ସାଧୁ ସନ୍ନ୍ୟାସୀ ମାନେ ଗୋଟେ ଜାଗାରେ ସ୍ଥିର ହେଇ ରୁହନ୍ତି ନାହିଁ, ସେମାନେ ପରିବ୍ରାଜକ ଭାବରେ ବୁଲନ୍ତି ଏବଂ ନିଜର ଈଶ୍ୱର ପ୍ରେମକୁ ବାଣ୍ଟନ୍ତି। ତେଣୁ ସେ କଣ କଲେ ନା ସରପଞ୍ଚଙ୍କ ଘରୁ ଯିବା ପାଇଁ ବାହାରିଲେ। ସରପଞ୍ଚ କିନ୍ତୁ ଟିକେ ଲୋଭୀ ଥିଲେ। ତାଙ୍କର ମନେ ମନେ ସେ ଭାବିଥିଲେ ଯେ ସାଧୁ ମୋ ଘରେ ରହିଛନ୍ତି ସନ୍ନ୍ୟାସୀ, ମତେ କିଛି ଗୋଟେ ଅଲୌକିକ ଜିନିଷ ଦେଇକିରି ଯିବେ, ମତେ ବଡ ଭଲ ଜିନିଷ କହିବେ। ତେଣୁ ସେଠୁ ସେ ଯେତେବେଳେ ସାଧୁ ବାହାରିଲେ ଯିବା ପାଇଁ, ସରପଞ୍ଚ ଜଣକ କହିଲେ ଯେ ହେ ମହାଭାଗ, ମୁଁ ଆପଣଙ୍କୁ ଏତେ ଦିନ ଧରି ରଖିଲି, ସେବା କଲି, ମତେ ଗୋଟେ କିଛି ଦେଇକି ଯାଆନ୍ତୁ। ସେଠୁ ସନ୍ନ୍ୟାସୀ କଣ କଲେ, ଗୋଟେ ମାଳା ଦେଲେ। ଗୋଟେ ମାଳା, ସ୍ଫଟିକର ଗୋଟେ ମାଳା ଦେଲେ। କହିଲେ ଏଇଟାକୁ ତୁମେ ନିଅ। ଏଇଟା କଣ କରିବି ମୁଁ ନେଇକି? ନା ଏଇଟାକୁ ତୁମେ ରଖ, ତୁମେ ଏଇଟାକୁ ବେକରେ ପକେଇକି ଯେତେବେଳେ ଯାହାକୁ ଚାହିଁବ ତାର ଅନ୍ତର କଥାକୁ ତୁମେ ଜାଣିପାରିବ, ତାର ଅନ୍ତରର ଭାବନାକୁ ତୁମେ ଦେଖିପାରିବ। କାରଣ ସାଧୁ ସନ୍ନ୍ୟାସୀ ମାନେ ବଡ ଅଲୌକିକର ଅଧିକାରୀ ହେଇଥାନ୍ତି। ଭାରତର ସାଧୁ ସନ୍ନ୍ୟାସୀ ମାନେ ସେ ନିଜର ସମସ୍ତ ଇନ୍ଦ୍ରିୟ ଉପରେ, ସାଧୁ ସନ୍ନ୍ୟାସୀ ମାନେ ଇନ୍ଦ୍ରିୟ ଉପରେ ଜୟ କରିକିରି ଅନେକ ଅଲୌକିକ ଅଧିକାରୀ ହେଇଥାନ୍ତି, ଶକ୍ତିର ଅଧିକାରୀ ହେଇଥାନ୍ତି ସାଧୁ ସନ୍ନ୍ୟାସୀ ମାନେ। ତେଣୁ ମାଳାଟିକୁ ଦେଲେ। ସରପଞ୍ଚ ମୁଁ ଜମା ଖୁସି ହେଲେନି, କଣ ଏଇ ମାଳାଟାକୁ ନେଇକି କରିବି, ହଉ ଦେଇଛନ୍ତି ତ ଯଦି ଦେଇଛନ୍ତି ରଖିଲେ। ତାପରେ ଦିନେ କୌତୂହଳ ବଶତଃ କହିଲେ ହଉ ଚାଲ ମୁଁ ଦେଖେ ମାଳାକୁ ପିନ୍ଧିକିରି ସମସ୍ତଙ୍କୁ ଟିକେ, ସମସ୍ତଙ୍କ ମନକୁ। ପ୍ରଥମେ ସେ ତାପରେ ସାଧୁ ପଳେଇଗଲା ପରେ ସେ ମାଳାଟିକୁ ଦିନେ ପିନ୍ଧିକିରି ତାଙ୍କର ସ୍ତ୍ରୀଙ୍କର ମନକୁ ଜାଣିବା ପାଇଁ ଚାହିଁଲେ ଯେ ସ୍ତ୍ରୀ ମନ ଭିତରେ କଣ ଅଛି। ତେଣୁ ମାଳାଟିକୁ ପିନ୍ଧିକି ଯେତେବେଳେ ସ୍ତ୍ରୀଙ୍କ ମନ ଭିତରେ ଜାଣିଛନ୍ତି, ସେ ଦେଖିଲେ ସ୍ତ୍ରୀ ତାଙ୍କୁ ଭଲ ପାଉନାହାନ୍ତି, ତାଙ୍କର ଧନକୁ ଭଲ ପାଉଛନ୍ତି, ତାଙ୍କ ଅପେକ୍ଷା ତାଙ୍କର ପିଲାମାନଙ୍କୁ ଅଧିକ ଭଲ ପାଉଛନ୍ତି, ଅଥଚ ତାଙ୍କ ପ୍ରତି ଭଲ ପାଇବା ନାହିଁ। ତାଙ୍କ ମନ ବିତୃଷ୍ଣ ହେଇଗଲା। ଆରେ ମୋ ସ୍ତ୍ରୀ ପାଇଁ ଏତେ କଥା କରୁଛି, ଏତେ କାମ କରୁଛି, ତ ସ୍ତ୍ରୀର ମୋ ପ୍ରତି ଏତେ ଭଲ ପାଇବା ନାହିଁ। ସେଠୁ ତାଙ୍କର ବନ୍ଧୁ ବାନ୍ଧବ ଯିଏ ଥିଲେ ସମସ୍ତଙ୍କୁ ସେ ଇଏ କଲେ, ଦେଖିବା ପାଇଁ ଚାହିଁଲେ। ସେ ଦେଖିଲେ ସମସ୍ତଙ୍କ ହୃଦୟରେ ତାଙ୍କ ପ୍ରତି ଏତେ ଭଲ ପାଇବା ନାହିଁ। ସମସ୍ତେ କିଏ ତାଙ୍କର ଧନକୁ ଭଲ ପାଉଛି, କିଏ ତାଙ୍କର ସରପଞ୍ଚ ଅଛନ୍ତି, ତେଣୁ ଯେହେତୁ ସେ ଗୋଟେ ପଦରେ ଅଛନ୍ତି ତାଙ୍କୁ ଭଲ ପାଉଛନ୍ତି। ତେଣୁ ସରପଞ୍ଚଙ୍କ ପ୍ରତି ସେମିତି କାହାର ଭଲ ପାଇବା ନାହିଁ। ପୁଅ ଝିଅ ସମସ୍ତଙ୍କୁ ଦେଖିଲେ ତାଙ୍କ ପ୍ରତି କାହାର ଏତେ ଭଲ ପାଇବା ନାହିଁ। କଣ କଲେ ନା ଦିନେ ସେଠୁ ବାହାରିଲେ ନିଜେ ସନ୍ନ୍ୟାସୀ ହେଇଯିବା ପାଇଁ। କହିଲେ ଆରେ ଅଛି ଏ ସଂସାର, ମତେ କେହି ଭଲ ପାଉନାହାନ୍ତି, ମୁଁ ଏତେ କାମ କରୁଛି, ମୋ ପ୍ରତି କିଛି ଭଲ ନାହିଁ, ସମସ୍ତେ ମୋର ଧନ ମୋର ପଦବୀ କୁ ଭଲ ପାଉଛନ୍ତି, ଅଥଚ ମତେ ଭଲ ପାଉନାହାନ୍ତି। କହିକି ଦିନେ ସିଏ ଛି କରିଦେଇ କହିଲେ ଚାଲ ମୁଁ ବି ସନ୍ନ୍ୟାସୀ ହେଇଯିବି, ମୁଁ ସାଧୁ ହେଇଯିବି ବୋଲି ବାହାରିଲେ।
କହିଲେ ମୁଁ ଆଜି ତ ପଳେଇବି ଆଉ। ଯୋଉଦିନ ସେ ଭାବିଲେ ଯେ ମୁଁ ପଳେଇବି ସାଧୁ ହେଇକି, ସେଇଦିନ ତାଙ୍କ ମନରେ ଗୋଟେ ଭାବନା ଆସିଲା। କହିଲେ ଆରେ ମୁଁ ତ ସମସ୍ତଙ୍କୁ ଦେଖିଲି, ତ ସାଧୁ କହୁଥିଲେ ନିଜେ ନିଜକୁ ଦେଖ ବୋଲି। ତାହେଲେ ମୁଁ ଟିକେ ମୋ ନିଜ ଅନ୍ତର ଭିତରକୁ ଦେଖେ, ମୋ ନିଜ ଅନ୍ତର ଭିତରେ କଣ ଅଛି କହିକି ସେ ନିଜ ଅନ୍ତର ଭିତରକୁ ଦେଖିବା ପାଇଁ ଚାହିଁଲେ। ସତରେ ଯେତେବେଳେ ନିଜ ଭିତରକୁ ଦେଖିଲେ, ଦେଖିଲେ ତାଙ୍କ ନିଜ ଭିତରେ ବି କିଛି କାହା ପ୍ରତି ଭଲ ପାଇବା ନାହିଁ। ସେ କାହାକୁ ଯଦି ସେ ଭଲ ପାଉଛନ୍ତି, ସେ ଅନ୍ୟଠୁ କିଛି ଆଶା କରୁଛନ୍ତି। ତାଙ୍କ ମନ ଭିତରେ ବି ଈର୍ଷା, ଅହଙ୍କାର, ପଦପଦବୀକୁ ନେଇକି ଗର୍ବ, ଧନକୁ ନେଇକି ଗର୍ବ ତାଙ୍କ ଭିତରେ ବି ଭରି ହେଇକି ରହିଛି। ନିଜ ଭିତରେ ସେ ସରପଞ୍ଚ ଦେଖିଲେ ନିଜ ହୃଦୟ ଭିତରେ ବି ଅନେକ ଖରାପ ଗୁଣ ଭଲ ରହିଛି। ତାଙ୍କର ନିଜ ପ୍ରତି, ଅନ୍ୟ ପ୍ରତି ବି ତାଙ୍କର ବି ଏତେ ଭଲ ପାଇବା ନାହିଁ। ତାପରେ ତାଙ୍କ ମନରେ ଆସିଲା, ଦେଖିଲେ ସେ ଆଶ୍ଚର୍ଯ୍ୟ ହେଇଗଲେ। କହିଲେ ଆରେ ମୋ ଭିତରଟା ତ ସଫା ନୁହଁ। ତାପରେ ତାଙ୍କ ମନ ଭିତରେ ଆସିଲା, କାହିଁକି ସାଧୁ ସବୁବେଳେ କହୁଥିଲେ ନିଜେ ନିଜକୁ ଦେଖ। ବୁଝିପାରିଲ ତ ପିଲେ? ଅନ୍ୟକୁ କହିବା ଆଗରୁ ଥରେ ନିଜକୁ ପରଖିକି ଦେଖ। ଯେତେବେଳେ ଆମେ ଗୋଟେ ଆଙ୍ଗୁଠି ଅନ୍ୟକୁ ଦେଖୁଛେ, ତିନିଟା ଆଙ୍ଗୁଠି ଆମ ପାଖକୁ, ଆମ ପଛକୁ ଫେରୁଛି, ତିନିଟା ଆଙ୍ଗୁଠି ନିଜ ଆଡିକି। ଅର୍ଥାତ୍ ଅନ୍ୟର ଗୋଟେ ଭୁଲ ଦେଖିଲା ବେଳକୁ ନିଜର ତିନିଟା ଭୁଲ ଦେଖ। ଆମେ ସବୁବେଳେ ଅନ୍ୟର ଭୁଲଟାକୁ ଦେଖୁ, ଏ ସିଏ କରିଦେଲା, ସିଏ ନେଇଗଲା, ସିଏ ଦୁଷ୍ଟ ହଉଛି। କିନ୍ତୁ ପିଲାମାନେ ସବୁବେଳେ କହନ୍ତି ଦିଦି, ମ୍ୟାଡାମ ସମସ୍ତେ ପାଟି କରୁଛନ୍ତି, ଆରେ ତମେ କଣ କରୁଛ? ତେଣୁ ଆମେ ଯେତେବେଳେ ନିଜେ ନିଜକୁ ଦେଖିବା, ନିଜେ ଭଲ ହେଇଯିବା, ତାହେଲେ ସମସ୍ତେ ଭଲ ହେଇଯିବେ। ଏ ସଂସାର ଭଲ ହେଇଯିବ, ସମାଜ ଭଲ ହେଇଯିବ, ପରିବାର ଭଲ ହେଇଯିବ। ତେଣୁ ପିଲାମାନେ ସେଇଥିପାଇଁ ସାଧୁ କହୁଥିଲେ ନିଜେ ନିଜକୁ ଦେଖ। ତେଣୁ ଆଜି ମୁଁ ତୁମକୁ ଏଇ ଗପଟି କହିଲି। ମୁଁ ଆଶା କରୁଛି ତମେ ସମସ୍ତେ ନିଜେ ନିଜକୁ ଦେଖିକି ନିଜ ଭିତରେ ଥିବା ଭୁଲ ଭଟକା, ନିଜ ଭିତରେ ଥିବା ଖରାପ ଗୁଣ, ସେଗୁଡାକୁ ବାହାର କରିବା ପାଇଁ ଚେଷ୍ଟା କରିବ। ହେଲା, ଆଜି ପାଇଁ ରହିଲା ଏତିକି ଗପଟି। ପୁଣି କାଲି ତୁମମାନଙ୍କୁ ନେଇକି, ତୁମମାନଙ୍କ ପାଖକୁ ନେଇକି ଆଉ ଗୋଟେ ଗପ ଆସିବି। ଗପଟି ଶୁଣିଲ, ଖୁସି ହୁଅ ଏବଂ କାମରେ ଲଗାଅ।